ପିଲାମାନେ ସବୁଦିନ ପରି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ଶୁଣିବା। ସେ ଗପଟିର ନାଁ କ'ଣ? ନା ସେ ଗପଟିର ନାଁ ହେଉଛି ଠେକୁଆ ଓ କଇଁଛ। ପିଲାମାନେ ତମେ ପୂର୍ବରୁ ଏହି ଗପଟିକୁ ଶୁଣିଛ କି ନାହିଁ? ତ ପିଲାମାନେ ବହୁତ ସୁନ୍ଦର ଗପଟିଏ। ଠେକୁଆ ଓ କଇଁଛ ମଧ୍ୟରେ କ'ଣ ହୋଇଥିଲା, କେଉଁ ପ୍ରତିଯୋଗିତା ହୋଇଥିଲା ଆଉ ସେଥିରେ କିଏ ଜିତିଲା, ଗପଟିକୁ ପ୍ରଥମେ ଆମେ ଭଲ ଭାବରେ ପଢି ନେବା, ତାପରେ ଶୁଣିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହା ଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଗପ ଶୁଣିବାକୁ ପାଇବ। ଗପଟିର ନାଁ କ'ଣ ପିଲାମାନେ? ଠେକୁଆ ଓ କଇଁଛ। ପ୍ରଥମେ ଆମେ ପଢି ନେବା, ତାପରେ ବୁଝିବା। ଠେକୁଆଟିଏ ମଧୁବନ ଗାଁ ପାଖରେ ଥିବା ବଣରେ ରହୁଥିଲା। ସେ ଦେଖିବାକୁ ଡଉଲ ଡାଉଲ, ଭଲ ଦୌଡ଼ି ପାରେ। ସେଥିପାଇଁ ତା ମନରେ ବହୁତ ଗର୍ବ। ଅନ୍ୟମାନଙ୍କୁ ଥଟ୍ଟା କରେ। ଦିନେ ପୋଖରୀ ପାଖ ବରଗଛ ମୂଳରେ କଅଁଳିଆ ଖରାରେ ସେ ଶୋଇଥାଏ। ସେତିକି ବେଳେ ପୋଖରୀରୁ କଇଁଛଟିଏ ବାହାରି ଧୀରେ ଧୀରେ ଚଲାବୁଲା କରୁଥାଏ। ତାକୁ ଦେଖି ଠେକୁଆ କହିଲା, କଇଁଛ ଭାଇ, ଆସ ଦୌଡ଼ା ଦୌଡ଼ି ଖେଳିବା। ପୋଖରୀ ପାଖରୁ ସଡ଼କ ଆରପଟେ ଥିବା ତାଳ ଗଛ ଯାଏ ଦୌଡ଼ ହେବ। ଯିଏ ଆଗ ଯାଇ ସେଠାରେ ପହଞ୍ଚିବ ସେ ଜିତିବ। ଆଚ୍ଛା କହିଲ ପିଲାମାନେ, ଠେକୁଆଟି କେଉଁଠାରେ ରହୁଥିଲା? ନା ଠେକୁଆଟି ମଧୁବନ ଗାଁ ପାଖରେ ଥିବା ବଣରେ ରହୁଥିଲା। ସେ ଦେଖିବାକୁ ଖୁବ୍ ସୁନ୍ଦର ଥିଲା, ଖୁବ୍ ଡଉଲ ଡାଉଲ ଥିଲା। ସେ ମଧ୍ୟ ଭଲ ଦୌଡ଼ି ପାରେ। ସେଥିପାଇଁ ତା ମନରେ ବହୁତ ଗର୍ବ ଥିଲା। ଯେହେତୁ ସେ ଭଲ ଦୌଡ଼ି ପାରେ, ସେଥିପାଇଁ ସେ ବହୁତ ଗର୍ବ କରୁଥିଲା। ଅନ୍ୟମାନଙ୍କୁ ଥଟ୍ଟା କରେ, ପରିହାସ କରେ। କାହିଁକି ପିଲାମାନେ? ଯେହେତୁ ସେ ଭଲ ଦୌଡ଼ି ପାରେ, ଅନ୍ୟମାନେ କେହି ତା ଭଳି ଦୌଡ଼ି ପାରନ୍ତି ନାହିଁ, ସେଥିପାଇଁ ସେ ସମସ୍ତଙ୍କୁ ଥଟ୍ଟା ପରିହାସ କରେ। ଦିନେ କ'ଣ ହେଇଛି ପିଲାମାନେ? ନା ଦିନେ ପୋଖରୀ ପାଖ ବରଗଛ ମୂଳରେ କଅଁଳିଆ ଖରାରେ ଠେକୁଆଟିଏ ଶୋଇଥାଏ। ସେତିକି ବେଳେ ପୋଖରୀରୁ କଇଁଛଟିଏ ବାହାରି ଧୀରେ ଧୀରେ ଚଲାବୁଲା କରୁଥାଏ। ତାକୁ ଦେଖି ଠେକୁଆ କହିଲା, କଇଁଛ ଭାଇ, ଆସ ଦୌଡ଼ା ଦୌଡ଼ି ଖେଳିବା। ଯେହେତୁ ଠେକୁଆକୁ ଦୌଡ଼ା ଦୌଡ଼ି ଆସେ, ସେଥିପାଇଁ ସେ ବହୁତ ଗର୍ବ କରେ। ସେତିକି ବେଳେ ସେ ଯେତେବେଳେ ଶୋଇଥିବା ଅବସ୍ଥାରେ କଇଁଛକୁ ଦେଖିଛି, ସେଥିପାଇଁ ସେ କଇଁଛକୁ କ'ଣ କହିଲା? ନା କଇଁଛ ଭାଇ, ଆସ ଦୌଡ଼ା ଦୌଡ଼ି ଖେଳିବା। ପୋଖରୀ ପାଖରୁ ସଡ଼କ ଆରପଟେ ଥିବା ତାଳ ଗଛ ଯାଏଁ ଦୌଡ଼ ହେବ। ଯିଏ ଆଗ ଯାଇ ସେଠାରେ ପହଞ୍ଚିବ ସେ ଜିତିବ। କ'ଣ ହେଇଛି ପିଲାମାନେ? ନା ଠେକୁଆ କ'ଣ କହିଲା କଇଁଛକୁ? ନା କଇଁଛ ଭାଇ, ଆସ ଦୌଡ଼ା ଦୌଡ଼ି ଖେଳିବା। ଯେହେତୁ ଠେକୁଆକୁ ବହୁତ ଭଲ ଭାବରେ ଦୌଡ଼ ଜଣାଥିଲା, ସେ ସେଥିପାଇଁ ବହୁତ ଗର୍ବ କରେ। ସେଥିପାଇଁ ସେ ଜାଣି ଜାଣି କଇଁଛକୁ ଏମିତି କହିଲା। ଆଉ ସେ କ'ଣ କହିଲା ଠେକୁଆ? ନା ପୋଖରୀ ପାଖରୁ ସଡ଼କ ଆରପଟେ ଥିବା ତାଳ ଗଛ ଯାଏଁ ଦୌଡ଼ ହେବ। ଯିଏ ଆଗ ଯାଇ ସେଠାରେ ପହଞ୍ଚିବ ସେ ଜିତିବ। ତ ପିଲାମାନେ ତାହେଲେ ଦେଖିବା ଏଠି କଇଁଛଟି ଠେକୁଆକୁ କ'ଣ କହିଲା। ପିଲାମାନେ ତମାନେ ଛବି ଦେଖି ଜାଣିପାରୁଥିବ ଠେକୁଆଟି କିପରି ପୋଖରୀ ପାଖ ବରଗଛ ମୂଳରେ କଅଁଳିଆ ଖରାରେ ସେ ଶୋଇଛି। ଆଉ ସେଇ ସମୟରେ ସେ ଯେତେବେଳେ କଇଁଛକୁ ଦେଖିଛି, ତା ମୁଣ୍ଡରେ ଗୋଟିଏ ବୁଦ୍ଧି ଉଦୟ ହୋଇଛି। ଆଉ ସେ ସାଙ୍ଗେ ସାଙ୍ଗେ କଇଁଛକୁ କହିଛି କ'ଣ? ନା କଇଁଛ ଭାଇ, ଆସ ଦୌଡ଼ା ଦୌଡ଼ି ଖେଳିବା। ଯେହେତୁ ଠେକୁଆକୁ ଭଲ ଭାବରେ ଦୌଡ଼ା ଜଣାଥିଲା, ସେଥିପାଇଁ ସେ ଜାଣି ଜାଣି କଇଁଛକୁ ଏମିତି କହିଲା। ସେ କ'ଣ କହିଲା? ନା ପୋଖରୀ ପାଖରୁ ସଡ଼କ ଆରପଟେ ଥିବା ତାଳ ଗଛ ଯାଏଁ ଦୌଡ଼ ହେବ। ଯିଏ ଆଗ ଯାଇ ସେଠାରେ ପହଞ୍ଚିବ ସେ ଜିତିବ। ପିଲାମାନେ ଠେକୁଆ ଭଲ ଭାବରେ ଜାଣିଥିଲା କି ତାକୁ ଭଲ ଭାବରେ ଦୌଡ଼ା ଜଣାଥିଲା, ଆଉ ସେ ଜିତିଯିବ, କଇଁଛ ହାରିଯିବ। ସେଥିପାଇଁ ସେ ଜାଣି ଜାଣି କଇଁଛକୁ ଏମିତି କହିଲା। ତାପରେ ଦେଖିବା ପିଲାମାନେ ସେମାନଙ୍କ ମଧ୍ୟରେ କିପରି ଦୌଡ଼ ପ୍ରତିଯୋଗିତା ହେଲା, ଆଉ ଠେକୁଆ ଜିତିଲା ନା କଇଁଛ ଜିତିଲା। ଦୌଡ଼ ଆରମ୍ଭ ହେଲା। ଠେକୁଆ ଜୋରରେ ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। କଇଁଛ ତାର ଖୋଳପାରୁ ମୁହଁଟି ବାହାର କରି ଧୀରେ ଧୀରେ ଚାଲୁଥାଏ। କିଛି ବାଟ ଗଲା ପରେ ଠେକୁଆ ପଛକୁ ଚାହିଁ ଦେଖିଲା, କଇଁଛ ଦେଖାଯାଉ ନାହିଁ। ତେଣୁ ସେ ଭାବିଲା, ଘାସ ବୁଦାମୂଳେ କିଛି ସମୟ ବିଶ୍ରାମ କରିବି। ତାପରେ ସେ ଦୌଡ଼ି ଦୌଡ଼ି ତାଳ ଗଛ ମୂଳେ କଇଁଛ ଆଗରୁ ପହଞ୍ଚିଯିବ। ସୁଲୁସୁଲିଆ ପବନ ବହୁଥାଏ। ଠେକୁଆକୁ ନିଦ ଲାଗିଗଲା। ଏଣେ କଇଁଛ ଧୀରେ ଧୀରେ ଚାଲି ଚାଲି ଠେକୁଆକୁ ପାର ହୋଇ ତାଳ ଗଛର ଅତି ନିକଟତର ହୋଇଗଲା। ଏହି ସମୟରେ ଠେକୁଆ ଉଠି ଦେଖିଲା ଯେ କଇଁଛ ତାଳ ଗଛ ପାଖାପାଖି ହେଲାଣି। ସେ ଖୁବ୍ ଜୋରରେ ଦୌଡ଼ିଲା। ମାତ୍ର କଇଁଛ ସେତେବେଳକୁ ତାଳ ଗଛ ମୂଳେ
ପହଞ୍ଚି ଯାଇଥାଏ। ତାପରେ କଣ ହେଲା ପିଲାମାନେ ନା ଠେକୁଆ ଆଉ କଇଁଛ ଭିତରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇଗଲା। ଠେକୁଆ ଜୋରରେ ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। ଯେହେତୁ ତାକୁ ଦୌଡ଼ା ଭଲ ଭାବରେ ଜଣାଥିଲା ସେଥିପାଇଁ ସେ ଡେଇଁ ଡେଇଁ ଦୌଡ଼ିବାକୁ ଜୋରରେ ଲାଗିଲା। କଇଁଛ ତାର ଖୋଳପାରୁ ମୁହଁଟି ବାହାର କରି ଧୀରେ ଧୀରେ ଚାଲୁଥାଏ। ଯେହେତୁ ତାହାକୁ ଜଣା ନଥିଲା ଦୌଡ଼ା ସେଥିପାଇଁ ସେ କଣ କଲା ନା ଖୋଳପାରୁ ମୁହଁଟି ବାହାର କରି ଧୀରେ ଧୀରେ ଚାଲୁଥାଏ। କଇଁଛଟି ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। କିଛି ବାଟ ଗଲା ପରେ ଠେକୁଆ ପଛକୁ ଚାହିଁ ଦେଖିଲା କଇଁଛ ଦେଖାଯାଉ ନାହିଁ। ଯେହେତୁ କଇଁଛକୁ ଦୌଡ଼ା ଜଣା ନଥିଲା ଠେକୁଆକୁ ଭଲ ଭାବରେ ଦୌଡ଼ା ଜଣାଥିଲା ସେଥିପାଇଁ ସେ ବହୁତ ଗର୍ବ କରୁଥିଲା। ଦେଖିଲା ଯେ ଠେକୁଆ କିଛି ବାଟ ଯାଇ ଠେକୁଆ କଣ ଦେଖିଲା ପିଲାମାନେ ନା ପଛରେ କଇଁଛଟି ନାହିଁ। ତେଣୁ ସେ ଭାବିଲା ଘାସ ବୁଦା ମୂଳେ କିଛି ସମୟ ବିଶ୍ରାମ କରିବ। ତାପରେ ସେ ଦୌଡ଼ି ଦୌଡ଼ି ତାଳ ଗଛ ମୂଳେ କଇଁଛ ଆଗରୁ ପହଞ୍ଚିଯିବ। ସେଠୁ ଯେହେତୁ ପଛକୁ ସେ ଠେକୁଆଟି ଅନେଇଲା ଦେଖିଲା ପଛରେ କଇଁଛ ନାହିଁ। ଯେହେତୁ କଇଁଛକୁ ଦୌଡ଼ା ଜଣା ନଥିଲା ସେ ଜୋରରେ ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। ଦେଖିଲା କିଛି ବାଟ ଯାଇ କଇଁଛ ପଛରେ ନାହିଁ। ଆଉ ସେ ଭାବିଲା ଘାସ ବୁଦା ମୂଳେ କିଛି ସମୟ ବିଶ୍ରାମ କରିବ। ତାପରେ ସେ ଦୌଡ଼ି ଦୌଡ଼ି ତାଳ ଗଛ ମୂଳେ କଇଁଛ ଆଗରୁ ପହଞ୍ଚିଯିବ। ସୁଲୁସୁଲିଆ ପବନ ବହୁଥାଏ। ଠେକୁଆକୁ ନିଦ ଲାଗିଗଲା। ଏଣେ କଇଁଛ ଧୀରେ ଧୀରେ ଚାଲି ଚାଲି ଠେକୁଆକୁ ପାର ହୋଇ ତାଳ ଗଛର ଅତି ନିକଟତର ହୋଇଗଲା। କଣ ହେଇଛି ପିଲାମାନେ? ଏହି ଦୌଡ଼ ପ୍ରତିଯୋଗିତା ବେଳେ ଠେକୁଆଟି ପଛକୁ ଅନାଇ ଦେଖିଲା ଯେ କଇଁଛ ପଛରେ ଆସୁନାହିଁ। କଇଁଛର ଦର୍ଶନ ନାହିଁ। ସେଥିପାଇଁ ସେ କଣ କଲା ନା ସେଥିପାଇଁ ସେ ଭାବିଲା ଘାସ ବୁଦା ମୂଳରେ କିଛି ସମୟ ବିଶ୍ରାମ କରିବ। ତାପରେ ସେ ଦୌଡ଼ି ଦୌଡ଼ି ତାଳ ଗଛ ମୂଳରେ ଯାଇ ପହଞ୍ଚିଯିବ। ସୁଲୁସୁଲିଆ ପବନ ବହୁଥାଏ। ଠେକୁଆକୁ ବହୁତ ଜୋରେ ନିଦ ଲାଗିଗଲା। ଏଣେ କଇଁଛ ସେଇ ସମୟରେ କଣ କରିଛି ନା ଏଣେ କଇଁଛ ଧୀରେ ଧୀରେ ଚାଲି ଚାଲି ଯାଇ ଠେକୁଆକୁ ପାର ହୋଇ ତାଳ ଗଛର ଅତି ନିକଟତର ହୋଇଗଲା। ଏହି ସମୟରେ ଠେକୁଆ ଉଠି ଦେଖିଲା ଯେ କଇଁଛ ତାଳ ଗଛ ପାଖାପାଖି ହୋଇଗଲାଣି। ସେ ଖୁବ୍ ଜୋରରେ ଦୌଡ଼ିଲା। ମାତ୍ର କଇଁଛ ସେତେବେଳକୁ ତାଳ ଗଛ ମୂଳରେ ପହଞ୍ଚି ଯାଇଥିଲା। ତ ପିଲାମାନେ ଏ ଗପରେ କିଏ ଜିତିଲା ନା କଇଁଛ ହିଁ ଜିତିଲା। ପିଲାମାନେ ତମାନେ ଏ ଗପରୁ କଣ ଶିଖିଲ ନା ଧୀର ପାଣି ପଥର କାଟେ। ପିଲାମାନେ ଯେହେତୁ ଏଠି ଠେକୁଆଟି ଦେଖିବାକୁ ବହୁତ ଡଉଲ ଡାଉଲ ଥିଲା ତାକୁ ଦୌଡ଼ା ଜଣା ଥିଲା ସେଥିପାଇଁ ସେ ବହୁତ ଗର୍ବ କରେ। ଆଉ ସେଥିପାଇଁ ସେ ସମସ୍ତଙ୍କୁ ଥଟ୍ଟା ପରିହାସ କରେ। ଆଉ ସେ ଦିନେ ଭାବିଲା କଣ ନା କଣ ଦୌଡ଼ ପ୍ରତିଯୋଗିତା କରିବ। ଆଉ ସେ ଯେତେବେଳେ ପୋଖରୀ କୂଳରେ ଗଛ ମୂଳରେ ବିଶ୍ରାମ ନେବା ସମୟରେ ଯେତେବେଳେ କଇଁଛକୁ ଦେଖିଛି ସେତେବେଳେ ସେ କଣ କହିଛି କଇଁଛକୁ ନା ଦୌଡ଼ ପ୍ରତିଯୋଗିତା କରିବା ପାଇଁ କହିଛି। ଆଉ ସେଇ ଦୌଡ଼ ପ୍ରତିଯୋଗିତାରେ ସେ ଭାବିଥିଲା କଣ ଯେହେତୁ ତାକୁ ଭଲ ଭାବରେ ଦୌଡ଼ା ଜଣା ଥିଲା ସେ ଭାବିଥିଲା କଇଁଛଟି ଏଇ ଦୌଡ଼ ପ୍ରତିଯୋଗିତାରେ ହାରିଯିବ ଆଉ ସେ ଜିତିଯିବ। ଠେକୁଆ କଥାରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହେଲା। ଏଇ ପ୍ରତିଯୋଗିତାରେ ଠେକୁଆ କଣ କଲା ନା ଜୋରରେ ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। ଯେହେତୁ ତାକୁ ଭଲ ଭାବରେ ଦୌଡ଼ା ଜଣା ଥିଲା କଇଁଛକୁ ଦୌଡ଼ିବା ଜଣା ନଥିଲା ସେଥିପାଇଁ କଇଁଛଟି ଧୀରେ ଧୀରେ ଚାଲୁଥାଏ। କିଛି ବାଟ ଗଲା ପରେ ଠେକୁଆ ପଛକୁ ଚାହିଁ ଦେଖିଲା କଇଁଛର ଦେଖାଯାଉ ନାହିଁ। ଯେହେତୁ କଇଁଛକୁ ଦୌଡ଼ା ଜଣା ନଥିଲା ସେଥିପାଇଁ ସେ ଧୀରେ ଧୀରେ ଯାଉଥିଲା। ତେଣୁ ସେ ଭାବିଲା ଘାସ ବୁଦା ମୂଳେ କିଛି ସମୟ ବିଶ୍ରାମ କରିବ। ତାପରେ ସେ ଦୌଡ଼ି ଦୌଡ଼ି ତାଳ ଗଛ ମୂଳରେ କଇଁଛ ଆଗରୁ ପହଞ୍ଚିଯିବ। ସୁଲୁସୁଲିଆ ପବନ ଯେହେତୁ ବହୁଥାଏ ସେଥିପାଇଁ ଠେକୁଆକୁ ବହୁତ ଜୋରେ ନିଦ ଲାଗିଲା। ଆଉ ସେ ଘାସ ବୁଦା ମୂଳରେ କିଛି ସମୟ ପାଇଁ ଶୋଇଗଲା। ଏଣେ କଇଁଛ ଧୀରେ ଧୀରେ ଚାଲି ଚାଲି ଠେକୁଆକୁ ଯାଇ ପାର ହୋଇଗଲା। ଆଉ ସାଙ୍ଗେ ସାଙ୍ଗେ ଯାଇ ସେ ତାଳ ଗଛ ମୂଳରେ ପହଞ୍ଚିଗଲା। ଆଉ ଶେଷରେ କଇଁଛ ଜିତିଲା, ଠେକୁଆଟି ହାରିଲା। ପିଲାମାନେ ତମାନେ ଛବି ଦେଖି ଜାଣିପାରୁଥିବ ଠେକୁଆଟି କିପରି ଘାସ ବୁଦା ମୂଳରେ ରହିଗଲା ଆଉ କଇଁଛଟି ଧୀରେ ଧୀରେ ଯାଇ କୋଉଠି ପହଞ୍ଚିଗଲା ନା ତାଳ ଗଛ ମୂଳରେ ପହଞ୍ଚିଥିଲା। ଶେଷରେ କିଏ ହିଁ ଜିତିଲା? ଶେଷରେ କଇଁଛ ହିଁ ଜିତିଲା। ପିଲାମାନେ ଯେହେତୁ ଠେକୁଆଟି ବହୁତ ଗର୍ବୀ ଥିଲା, ଅହଙ୍କାରୀ ଥିଲା, ତାକୁ ବହୁତ ଦୌଡ଼ା ଭଲ ଭାବରେ ଜଣା ଥିଲା ବୋଲି ଶେଷରେ ସେ ତାର ଗର୍ବ ଅହଙ୍କାର ପାଇଁ ହାରିଗଲା ଆଉ କଇଁଛଟି ଜିତିଗଲା। ତାହେଲେ ପିଲାମାନେ ଏହି ଗପରୁ ତମାନେ କଣ ଶିଖିଲ ନା ଧୀର ପାଣି ପଥର କାଟେ। ତ ପିଲାମାନେ ତମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।